ଆମ ମନରେ ପ୍ରଶ୍ନ ଆସେ, ଗଛର ପତ୍ର କାହିଁକି ସବୁଜ ହୋଇଛି? ଏହାର ଉତ୍ତର ହେଉଛି ଗଛ ବା ଉଦ୍ଭିଦର କୋଷରେ ହରିତଲବକ ବା କ୍ଲୋରୋପ୍ଲାଷ୍ଟ ଅଛି। ଏହା ଏକ ପ୍ଲାଷ୍ଟିଡ ବା ଲବକ। ଏହା ମଧ୍ୟରେ ଅନେକ ସବୁଜ କଣିକା ଅଛି, ଯାହାକୁ କି ଆମେ କ୍ଲୋରୋଫିଲ୍ ବୋଲି କହିଥାଉ। ଏହି ହରିତଲବକ ବା କ୍ଲୋରୋପ୍ଲାଷ୍ଟ ସାହାଯ୍ୟରେ ଉଦ୍ଭିଦ ସୂର୍ଯ୍ୟାଲୋକ ଉପସ୍ଥିତିରେ ଜଳ ଏବଂ ଅଙ୍ଗାରକାମ୍ଳକୁ ମିଶାଇ ସରଳ ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ, ଯାହାକି ଗ୍ଲୁକୋଜ ବୋଲି କୁହାଯାଏ, ଏବଂ ଏହି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ ପ୍ରକ୍ରିୟା ବୋଲି କୁହାଯାଏ। ଅର୍ଥାତ୍ କ୍ଲୋରୋପ୍ଲାଷ୍ଟ ବା ହରିତଲବକ ସାହାଯ୍ୟରେ ଉଦ୍ଭିଦ ନିଜର ଖାଦ୍ୟ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ତିଆରି କରିପାରେ। କ୍ଲୋରୋପ୍ଲାଷ୍ଟକୁ ମିଶାଇ ଉଦ୍ଭିଦରେ 3 ପ୍ରକାର ପ୍ଲାଷ୍ଟିଡ ବା ଲବକ ଅଛି, ଯଥା କ୍ଲୋରୋପ୍ଲାଷ୍ଟ, କ୍ରୋମୋପ୍ଲାଷ୍ଟ ଏବଂ ଲ୍ୟୁକୋପ୍ଲାଷ୍ଟ। କ୍ଲୋରୋପ୍ଲାଷ୍ଟ ଉଦ୍ଭିଦର ପତ୍ରରେ ଥାଏ। ଏଥିରେ ସବୁଜ କଣିକା ବା କ୍ଲୋରୋଫିଲ୍ ଭରି ରହିଥାଏ ଏବଂ ଏହା ଫଟୋସିନ୍ଥେସିସ୍ ବା ଆଲୋକଶ୍ଳେଷଣ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ ଆଲୋକଶ୍ଳେଷଣ ପ୍ରକ୍ରିୟାରେ କ୍ଲୋରୋପ୍ଲାଷ୍ଟରେ ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତି ହୁଏ। କ୍ରୋମୋପ୍ଲାଷ୍ଟ ଏହା ସାଧାରଣତଃ ବର୍ଣ୍ଣଯୁକ୍ତ କଣିକା ଦ୍ୱାରା ଗଠିତ, ଯେମିତିକି ରେଡ୍, ଅରେଞ୍ଜ, ୟେଲୋ ଇତ୍ୟାଦି ପିଗମେଣ୍ଟ କ୍ରୋମୋପ୍ଲାଷ୍ଟରେ ଥାଏ। ଏହା ଫୁଲ ଏବଂ ଫଳରେ ଥାଏ। ଲ୍ୟୁକୋପ୍ଲାଷ୍ଟ ଏଥିରେ କୌଣସି ବର୍ଣ୍ଣ କଣିକା ନଥାଏ ଏବଂ ଏହା ଚେରରେ ଥାଏ।